ମୁଁ କହିବି ଯେ ଗୋଟେ ଭଲ ଫିଲ୍ମଟେ ଗୋଟେ ନିରାଟ ସତ କଥା ଦେଖିବା ପାଇଁ ଆମେ ଚେଷ୍ଟା କରିଛୁ ଫିଲ୍ମ ମାଧ୍ୟମରେ ସନାତନ ଗଭର୍ଣ୍ଣମେଣ୍ଟ ମାଧ୍ୟମରେ ଯାହାକି 7 ଫେବୃଆରୀ ରିଲିଜ ହେବା ପାଇଁ ଯାଉଛି ଆପଣଙ୍କ ସାମ୍ନାରେ। ଆଉ ରହିଲା କଥା ଫ୍ୟାନ ଯୋଉମାନେ କହୁଛନ୍ତି ହୁଏତ ତାଙ୍କ ମନରେ ବୋଧେ କିଛି ନା କିଛି ଭୟ ଆସୁଛି ଆଉ ଟ୍ରେଲର ଦେଖି ସେମାନେ ଭାବୁଛନ୍ତି ଜାଣିପାରୁଛନ୍ତି ନାହିଁ ଯଦି ଫିଲ୍ମଟି ରିଲିଜ ହେଇଗଲା ହୁଏତ ତାଙ୍କର ପଛପଟ କଥା ସବୁ ସାମ୍ନାକୁ ପଳେଇ ଆସିବ ସତ ସତ୍ୟ ସାମ୍ନାକୁ ପଳେଇ ଆସିବ ସେଥିପାଇଁ ହୁଏତ ସେମାନେ ବ୍ୟାନ୍ କଥା ଚିନ୍ତା କରୁଛନ୍ତି ଆଉ ସେମାନେ ଏତିକି ଜାଣିବା କଥା ଆମକୁ ସେନ୍ସର ମିଳିଛି ୟୁଏ ସେନ୍ସର ବୋର୍ଡରୁ ମିଳିଛି ଯଦି ସେମିତି କିଛି କଥା ଥାନ୍ତା ତାହେଲେ ଆମକୁ ସେନ୍ସର ହିଁ ମିଳିନଥାନ୍ତା ସେଥିପାଇଁ ମୁଁ ତାଙ୍କୁ ଆଗେ ମୋଷ୍ଟ ୱେଲକମ୍ କରୁଛି ତାଙ୍କୁ ଆଗେ ଅନୁରୋଧ କରୁଛି ଆସନ୍ତୁ ଫିଲ୍ମଟି ଦେଖନ୍ତୁ ଦେଖିଲା ପରେ ମୁଁ ନିହାତି କହିବି ଯେ ଯୋଉ କଥା ବ୍ୟାନ୍ କଥା ସେମାନେ କହୁଥିଲେ ନା ସେମାନେ ନିଜେ ହିଁ ପ୍ରଚାର କରିବେ ସମସ୍ତଙ୍କୁ କହିବେ ଯାଇ ଫିଲ୍ମକୁ ଦେଖନ୍ତୁ। ଆପଣ ତ କହିଲେ ପଛପଟ କଥାଟା ସାମ୍ନାକୁ ପଳେଇ ଆସିବ କଣ ରହିଛି ପଛପଟ ରହସ୍ୟଟା ସାମ୍ନାକୁ ପଳେଇ ଆସିବ ବୋଲି ସେମାନେ ବ୍ୟାନ୍ କରିବା ପାଇଁ সেটা ମୁଁ ଏବେ କହିବିନି ସେଇଟା ହିଁ ଆମ ଫିଲ୍ମର କ୍ରିମ୍ ମୁଁ କହିବି ଆଉ ସେଇଟା ଆମେ ଫିଲ୍ମରେ ଦେଖିବା ପାଇଁ ଚେଷ୍ଟା କରିଛୁ ଆଉ ଦେଖନ୍ତୁ ମୁଁ ଯଦି ଗୋଟେ ଭୁଲ କରୁଥାଏ ନା ମୁଁ କିଛି ନା କିଛି ଗୋଟେ ହେଜ୍ ଦେଖିଲେ ମୁଁ ଜାଣିପାରେ ଯେ ନାହିଁ ଏଇଟାରେ ସେଇ ଭୁଲଟା ଦେଖା ହେଇଥିବ ସୋ ଯୋଉ 4-5 ମିନିଟର ଆମେ ଟ୍ରେଲର ଆଜି ମଧ୍ୟ ରିଲିଜ ହେଇଛି ସେଇଟା ହୁଏତ ଦେଖିକି ତାଙ୍କ ମନରେ ଆଶଙ୍କା ଆସୁଛି ଆଉ ସେଇଟା ମୁଁ କହିବି ଯେ ଆପଣମାନେ ଆସନ୍ତୁ ଫିଲ୍ମଟି ଦେଖନ୍ତୁ ତାପରେ ଜଜ୍ କରନ୍ତୁ। ପ୍ରମୋସନ ବେଳେ ଯେତିକି ଇନଫ୍ଲୁଏନ୍ସର ଆପଣ ଡାକିଥିଲେ ସେମାନେ ଯୋଉ ପ୍ରମୋସନ କଲେ ଫିଲ୍ମ ସେଇମାନଙ୍କ ପାଇଁ ଗୋଟେ ବ୍ଲଗ ସୃଷ୍ଟି ହଉଛି ଏବେ ପଡୁଛି ସେମାନଙ୍କ ପାଇଁ କାହିଁକି ନା ତାଙ୍କ ବାଇକର କମେଣ୍ଟ ଦେଖାଉଛି ଯେ ମାନେ ହିନ୍ଦୁ ଧର୍ମକୁ ମାନେ ଖ୍ରୀଷ୍ଟିଆନ ଧର୍ମକୁ ନଷ୍ଟ କରି ହିନ୍ଦୁ ଧର୍ମକୁ ଉଠେଇବା ପାଇଁ ଚେଷ୍ଟା କରୁଛି ଫିଲ୍ମ। ଦେଖନ୍ତୁ ଯୋଉମାନେ ଇନଫ୍ଲୁଏନ୍ସର ୟୁଟ୍ୟୁବର ଯୋଉମାନେ ବି ଆସିଥିଲେ ସେମାନେ ଆମ ଫିଲ୍ମର କିଛି ଅଂଶ ନଥିଲେ ବି ସେମାନେ ଗୋଟେ ସଚ୍ଚୋଟ ହିନ୍ଦୁ ସଚ୍ଚୋଟ ସନାତନୀ ହିସାବରେ ଆସିକି ଆମ ଫିଲ୍ମକୁ ସପୋର୍ଟ କରିଥିଲେ ଆଉ ସେମାନେ ତ ସେମିତି ଖାଲି କହିନଥିଲେ ସେମାନେ ଟ୍ରେଲର ଦେଖିଥିଲେ ଫିଲ୍ମର ବି କିଛି ଜିନିଷ ଦେଖିଥିଲେ ଯାହାଫଳରେ ସେମାନେ ତାଙ୍କର ପର୍ସନାଲ ଭ୍ୟୁ ନିଜସ୍ୱ ମତ ସାମ୍ନାରେ ରଖିପାରିଲେ କଣ ପାଇଁ ନା ମୁଁ ଗୋଟେ ଜିନିଷ ଦେଖିବି କି ଆପଣ ବି ଦେଖିବେ ଆପଣଙ୍କର ମତାମତ ମୋ ମତାମତ ଭିତରେ ସାମଞ୍ଜସ୍ୟ ରହିବ ଆପଣ ଆପଣଙ୍କ ଚିନ୍ତାଧାରା ଆପଣଙ୍କ ମତାମତ କହିବେ ମୁଁ ମୋ ଚିନ୍ତାଧାରା ମୋ ମତାମତ କହିବି ଆଉ ସେମାନେ କିଛି ନା କିଛି ସେତିକି ଫିଲ୍ମ ମାଧ୍ୟମରେ ଦେଖିଛନ୍ତି ବୋଲି ସେ କଥା ଗୁଡା କହିଛନ୍ତି ଆଉ ନିହାତି ଭାବରେ ତା ପଛରେ କିଛି ନା କିଛି ସତ୍ୟ ସତ୍ୟ ଥିବ ବୋଲି ସେ କହିଛନ୍ତି। ଆଜ୍ଞା ତପି ମିଶ୍ର କଥା ସିଏ ଗୋଟେ କଟ୍ଟର ହିନ୍ଦୁ ବୋଲି ସବୁବେଳେ ସେ ହିନ୍ଦୁ ଆମେ ଜାଣିଛୁ ଯେ କିନ୍ତୁ ଆପଣଙ୍କ ଫିଲ୍ମ ପ୍ରମୋସନରେ ଆସିକି ସିଏ ଗୋଟେ ଖ୍ରୀଷ୍ଟିଆନ ଧର୍ମକୁ ଆଗୁରୁ ଉଠେଇଥିଲେ ସେଇଟା କେତେ ଦୂର ଠିକ ଆପଣ ଫିଲ୍ମ ପ୍ରମୋସନରେ ଆସିକି ସେ ଖ୍ରୀଷ୍ଟିଆନ କଥା କହୁଛନ୍ତି। ତେଣୁ ମୁଁ ଯେମିତି କହିଲି ନା ସେ ଆମ ଫିଲ୍ମଟି ପୁରା ଦେଖିଛନ୍ତି ଫିଲ୍ମ ଦେଖିଲା ପରେ ହୁଏତ ତାଙ୍କ ଚିନ୍ତାଧାରା ତାଙ୍କ ମତାମତରେ କଣ ନା କଣ ଲାଗିଛି ଆଉ ଯାହା ବି ତପି ଭାଇ କହିଛନ୍ତି ପର୍ଟିକୁଲାର ମୁଁ କହିବି ତାଙ୍କ ପାଖରେ ସେତିକି କିଛି ତଥ୍ୟ ଥିବ ସେ ସେତିକି କିଛି ତଥ୍ୟ ପ୍ରମାଣ ରଖିଥିବେ ବୋଲି ଓପନଲି କହିପାରିଛନ୍ତି ଆଉ ମୁଁ ବି ଦେଖିଛି ସେ ବାଇକରେ ସେ କହିଛନ୍ତି ଯେ ଯଦି ତାଙ୍କ ଧର୍ମର କିଏ ଲୋକ ଅଛନ୍ତି ତାଙ୍କ ସାମ୍ନାକୁ ଆସନ୍ତୁ ଯାହାଫଳରେ ସେ ଡିବେଟ୍ ବି କରିପାରିବେ ଆଉ ନିହାତି ଭାବରେ ସେ ସେତିକି ପ୍ରମାଣ ନ ରଖିଥିଲେ ସେ କେବେ ବି ହେଲେ ଏତେ ସାହସରେ କହିପାରନ୍ତେ ନାହିଁ ଆଉ ମୁଁ କହିବି ଯଦି ସେମିତି କିଏ ଭାବୁଛନ୍ତି ତାହେଲେ ଇଜିଲି ତପେଇଙ୍କ ସହିତ କଥା ହେଇକି ତାଙ୍କ ସାମ୍ନା ସାମ୍ନି ଆସିଯିବାଟା ଭଲ ମାନେ ଆସିଲେ କଣ ହବ କି ତପେଇ ଯୋଉ କଥା ଗୁଡାକ କହୁଛନ୍ତି ନା ସେ କଥା ଗୁଡିକ ଆକ୍ଚୁଆଲି ଜଣା ପଡିବ ସତ ନା ମିଛ। ଫେବୃଆରୀ 7ରେ ଫିଲ୍ମ ରିଲିଜ ହବ ଯଦି ସେଦିନ କିଛି ଯେତିକି ଆସିଲା ପାଇଁ ଆସିଲା ଯେ ଏଥିପାଇଁ ଦଙ୍ଗା ହେଲେ ମିଶ୍ର ତାଙ୍କ ବାଇକ୍ ପାଇଁ ଦାୟୀ ନା ନା ବିଲକୁଲ ନୁହଁ ସେ କାହିଁ ଦାୟୀ ରହିବେ ତାଙ୍କ ବାଇକ୍ ପାଇଁ ବିଲକୁଲ ବି ନୁହଁ ଆଉ ସିଏ ବାଇକ୍ ଟା ମନ ଇଚ୍ଛା ଦେଇଦେନାହାନ୍ତି ସିଏ ଆମ ଜିନିଷ ଦେଖିକି ଆମ ଟ୍ରେଲର ଆମ ଫିଲ୍ମ ଦେଖିକି ହିଁ କହିଛନ୍ତି ତାଙ୍କୁ ଯୋଉଟା ରିୟଲାଇଜ ହେଲା ଆଉ ଦଙ୍ଗା ହବାର ପ୍ରଶ୍ନ ହିଁ ଉଠୁନି କଣ ପାଇଁ ନା ଦଙ୍ଗାଟା ଗୋଟେ ସୋସିଆଲ ମିଡିଆରେ ହିଁ ସୀମିତ ହେଇକି ରହିଯାଇଛି ବର୍ତ୍ତମାନ ଯୋଉମାନେ ଦଙ୍ଗା କଥା ଉଠଉଛନ୍ତି ବିଲକୁଲ ବି ସେମିତି ନୁହଁ ଆଉ ମୁଁ ଆଉ ଗୋଟେ କଥା ଦୃଢତାର ସହିତ କହିବି ଫିଲ୍ମ ରିଲିଜ ହେଲା ପରେ ସେମାନେ ମୁଁ ଜାଣିଛି ନିହାତି ଭାବରେ ଆସି ଫିଲ୍ମ ଦେଖିବେ ଆଉ ସେମାନେ ଆପ୍ରିସିଏଟ କରିବେ ସେମାନେ ସମସ୍ତଙ୍କୁ ଅନ୍ୟ ଜଣଙ୍କୁ କହିବେ ଯାଇକି ଫିଲ୍ମ